କାଲି ବର୍ଷା ରୁହେ ବିକେଳେ ସେ ପୁରୀ ଓହ୍ଲେଇ ପଡ଼ିଲେ ନହେଲେ ବାଟରେ ପଡ଼ି ମରିଯାଇଥାନ୍ତେ। ଆରେ 60 ଭାଗେ ମଦ ଦୋକାନ ନେଇସାରିଲେଣି ଓଡ଼ିଶାରେ। ଖାଲି ମିଛରେ ଓଡ଼ିଆ ଓଡ଼ିଆ ସେ ହଉଛନ୍ତି। ଷ୍ଟାମ୍ପ ସେ କେବଳ ଗୁଜୁରାଟୀ ଲୋକଙ୍କୁ ଲିଜ୍ ଦେବା ପାଇଁ ମାଇନିଂ କ୍ରୋମ ବକ୍ସାଇଟ୍ ଅଭ୍ର ଲୁହା ପଥର ଦଳକୁ ସଂଗଠିତ କରିବା ପାଇଁ କାଲି ମିଟିଂ ଡାକିଛନ୍ତି। ତୃଣମୂଳ ସ୍ତରରୁ ସେ ସଜାଡୁଛନ୍ତି ତାଙ୍କ ଦଳକୁ ସେ ସଂଗଠିତ କରୁଛନ୍ତି। ଭଲ ଲୋକ ତେଣୁ ମୁଁ ତାଙ୍କ ବିଷୟରେ କିଛି କହିପାରିବିନି। ଓଡ଼ିଶାର ଆଉ ନେଇପାରୁନାହାନ୍ତି କେବଳ ରାହୁଲ ଗାନ୍ଧୀ ପାଇଁ, ଭକ୍ତ ଦାସ ପାଇଁ, ନହେଲେ ଆହୁରି ନେଇଯାଆନ୍ତେଣି। ଯାହାକୁ କୁହାଯାଏ ଭକ୍ତ ଦାସ ଜଣେ ଦକ୍ଷ ଲୋକ, ଶିକ୍ଷିତ ଲୋକ, ଭଦ୍ର ଲୋକ। ମହିଳା ମାନଙ୍କ ପାଇଁ ଯୋଉ ଅତ୍ୟାଚାର ହଉଛି ଆନ୍ଦୋଳନ କଲେଣି। କମିଂ କଂଗ୍ରେସ ଇଣ୍ଡିଆ ଯାକ ବୁଲି ଦୁର୍ନୀତି ବିରୁଦ୍ଧରେ, ବେକାର ସମସ୍ୟା ବିରୁଦ୍ଧରେ, ଦରଦାମ ବିରୁଦ୍ଧରେ, ଚାଷୀଙ୍କ ପାଇଁ କହିଲା ସେ ବସିଛନ୍ତି ମୁଖ୍ୟମନ୍ତ୍ରୀ। 17ଟା ଖଣି ଦେଇ ସାରିଲେଣି ଗୁଜୁରାଟୀ କି। କାଲି ବର୍ଷା ରୁହେ ବିକେଳେ ସେ ପୁରୀ ଓହ୍ଲେଇ ପଡ଼ିଲେ ନହେଲେ ବାଟରେ ପଡ଼ି ମରିଯାଇଥାନ୍ତେ। ମୋହନ ମାଝିକି ଦସ୍ତଖତ କରି ତାକୁ ବସେଇ ଦେଇଛି ସେଇଥିପାଇଁ। ତାପରେ ଆସିଲାଣି 17ଟା ବଢିଆ ଖଣି ବକ୍ସାଇଟ୍ ଲୁହାପତ୍ର କୋଇଲା ମାଇନିଂ ନେଇ ସାରିଲାଣି। ନରେନ୍ଦ୍ର ମୋଦି ଶେଷ କରିସାରିଲାଣି। ଭାରତ ପାକିସ୍ତାନ ଯୁଦ୍ଧଟାରେ ବଦନାମ କରିଦେଲା ଭାରତକୁ। ବିହାରୀକି ଦେଇ ସାରିଲାଣି 60 ଭାଗେ ମଦ ଦୋକାନ। ସେଇଥିପାଇଁ ମୋହନକୁ ବସେଇছে ନିରୀହ ଲୋକଟେ। ଗୋଟେ ବିସ୍କୁଟ ଆଉ ଚା କପର ଦାମ 30 ଟଙ୍କା, ସେଥିରେ କୋଟିପତି ହେବେ। ଏଗୁଡ଼ା ଫାଲତୁ। ସେଥିରେ 12 ବର୍ଷ ପୂର୍ତ୍ତି କାହାର କଣ କରିଛନ୍ତି? ତମେ ମୋହନ ମାଝି 2 ବର୍ଷ ପରେ ଗୋଟେ କବାଟ ଶାଳ କଲଣି କୋଉଠି?